ବିହାର ପାଟନାର ଦରିଆମ୍ବା ହିଲ୍ସା ହିଲ୍ ଷ୍ଟେଟ୍ ହାଇୱେରେ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବା ଫଳରେ 8 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 7 ଜଣ ମହିଳା ଓ ଜଣେ ପୁରୁଷ ଥିବାବେଳେ ଶାହଜାହାଁପୁର ଥାନା ପୁଲିସର ତଦନ୍ତ ଜାରି। ସମସ୍ତ ଶ୍ରଦ୍ଧାଳୁ ଅଟୋ ଯୋଗେ ଗଙ୍ଗା ସ୍ନାନ କରି ଫେରୁଥିଲେ। ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ବନ୍ୟା ଜଳ ପ୍ରବେଶ କରୁଥିବାରୁ ଆଜି ଡ୍ୟାମର 4ଟି ଗେଟ୍ ଖୋଲାଯାଇଛି। ବାମ ପାର୍ଶ୍ୱରେ 3ଟି ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ନ ଦେବା ପଡିଲା ମହଙ୍ଗା। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର 33ଟି, ବୌଦ୍ଧ ବ୍ଲକର 15ଟି ଓ କଣ୍ଟାମାଳ ବ୍ଲକର 8ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଧିକାରୀ। ଏଥିସହ 7 ଦିନ ମଧ୍ୟରେ ଏସଏମସି କମିଟି ଆଗରେ ଅଗଷ୍ଟ 15 ତାରିଖର ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫଟୋ, ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଓଡିଶା ଉଚ୍ଚ ନ୍ୟାୟାଳୟ ଏକ ରିଟ୍ ଆବେଦନର ଶୁଣାଣି କରି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ 46ଟି ସ୍ପଞ୍ଜ ଓ ଲୁହା କାରଖାନାରେ ପ୍ରଦୂଷଣ ସ୍ତର ଯାଞ୍ଚ କରି 1 ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝରକା ରେଲିଂରେ ଚାପି ହୋଇ ଶ୍ରେଣୀ ଗୃହରେ ରହିଥିବା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକମାନେ ଭଲ ଭାବେ ଯାଞ୍ଚ ନ କରି ବାହାର ପଟୁ ତାଲା ପକାଇଥିଲେ ଏବଂ ସେଭଳି ଅବସ୍ଥାରେ ସେ ରାତି ତମାମ ରହିଥିଲେ। ଫଳରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିଆ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ ଅନଲାଇନ ଠକେଇ। ବ୍ଲକ ଅଧୀନ ଅନନ୍ତପୁର, ଫାଣ୍ଡି ଓ ବନ୍ଧର ସାମୁଦ୍ରିକ ଥାନା ଅଞ୍ଚଳରେ ହ୍ୟୁଜ ଇଣ୍ଡିଆ ନାମକ ଏକ ଅନଲାଇନ ଆପ୍ ମାଧ୍ୟମରେ 20ରୁ ଉର୍ଦ୍ଧ୍ବ ଅର୍ଥ ଠକେଇ ହୋଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି 4 କୋଟି ଟଙ୍କାର ବିଦେଶୀ ଗଞ୍ଜେଇ ଜବତ। ଏହି ମାମଲାରେ କଷ୍ଟମ ବିଭାଗ 2 ଜଣଙ୍କୁ ଗିରଫ କରିଥିବା ବେଳେ ଦୁହେଁ ଏହି ବିଦେଶୀ ଗଞ୍ଜେଇ ବ୍ୟାଙ୍କକରୁ ଭୁବନେଶ୍ୱର ଆଣୁଥିଲେ। ଆଜି ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଫଳରେ ଏହି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏବଂ ଇ କେୱାଇସି କରିନଥିବାରୁ ରାସନ କାର୍ଡ ପାଇବାରୁ ବଞ୍ଚିତ ହେବେ ରାଜ୍ୟର ପ୍ରାୟ 19 ଲକ୍ଷ ହିତାଧିକାରୀ। ଏହି ହିତାଧିକାରୀମାନେ କେବଳ ରାସନ କାର୍ଡରୁ ନୁହେଁ ବରଂ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେବେ ବୋଲି କହିଛନ୍ତି।
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାରଣ ଇ କେୱାଇସି ନହେଲେ କେବଳ ରାସନ ସାମଗ୍ରୀ ନୁହେଁ ବରଂ ସରକାର ଗରିବଙ୍କ ପାଇଁ କରିଥିବା ଅନେକ ଯୋଜନାରେ ସେମାନେ ବାଦ୍ ପଡିବେ। Preview.